ସେହି ସମୟରେ ଅବ୍ରାହମ ବୃଦ୍ଧ ଓ ଗତବୟସ୍କ ଥିଲେ। ପୁଣି ସଦାପ୍ରଭୁ ଅବ୍ରାହମକୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟ ଦକ୍ଷ ବୃଦ୍ଧ ଦାସଙ୍କୁ କହିଲେ, ମୁଁ ବିନୟ କରୁଅଛି, ତୁମେ ମୋ ଜଙ୍ଘରେ ହସ୍ତ ଦିଅ। ମୁଁ ସ୍ୱର୍ଗମର୍ତ୍ତର ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମକୁ ଶପଥ କରାଇବି ଯେ, ଯେଉଁ କିଣାନୀୟ ଲୋକଙ୍କ ମଧ୍ୟରେ ମୁଁ ବାସ କରୁଅଛି, ତୁମେ ସେମାନଙ୍କ ମଧ୍ୟରୁ ମୋ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ। ମାତ୍ର ତୁମେ ଆମ ଦେଶୀୟ ଜ୍ଞାତିମାନଙ୍କ ନିକଟକୁ ଯାଇ ମୋ ପୁତ୍ର ଇସହାକଙ୍କ ନିମନ୍ତେ କନ୍ୟା ଆଣିବ। ସେତେବେଳେ ସେହି ଦାସ ତାହାଙ୍କୁ କହିଲା, ଯେବେ କୌଣସି କନ୍ୟା ମୋ ସହିତ ଏ ଦେଶକୁ ଆସିବା ପାଇଁ ସମ୍ମତା ନହେବ, ତେବେ ଯେଉଁ ଦେଶରୁ ତୁମେ ଆସିଅଛ ସେହି ଦେଶକୁ କି ମୁଁ ତୁମ ପୁତ୍ରକୁ ନେଇଯିବି? ତହିଁରେ ଅବ୍ରାହମ କହିଲେ, ସାବଧାନ, ମୋ ପୁତ୍ରକୁ କେବେ ସେଠାକୁ ନେଇଯିବ ନାହିଁ। ଯେହେତୁ ଯେଉଁ ସ୍ୱର୍ଗର ସଦାପ୍ରଭୁ ପରମେଶ୍ୱର ମୋତେ ପୈତୃକ ଗୃହ ଓ ଜନ୍ମଦେଶ ମଧ୍ୟରୁ ଆଣିଅଛନ୍ତି ଓ ମୋ ସଙ୍ଗେ ଆଳାପ କରିଅଛନ୍ତି, ପୁଣି ଆମ୍ଭେ ତୁମ ବଂଶକୁ ଏହି ଦେଶ ଦେବା ବୋଲି ଶପଥ କରିଅଛନ୍ତି, ସେ ତୁମ ଅଗ୍ରଦେ ଆପଣା ଦୂତ ପଠାଇବେ। ତହିଁରେ ତୁମ୍ଭେ ମୋ ପୁତ୍ରର ବିବାହ ନିମନ୍ତେ ସେହିଠାରୁ ଗୋଟିଏ କନ୍ୟା ଆଣିବ। ଯେବେ ସେହି ଦେଶରୁ କୌଣସି କନ୍ୟା ଆସିବାକୁ ସମ୍ମତା ନହେବ, ତେବେ ତୁମ୍ଭେ ମୋହର ଏହି ଶପଥରୁ ମୁକ୍ତ ହେବ। ମାତ୍ର ତୁମ୍ଭେ ମୋ ପୁତ୍ରକୁ ସେହି ଦେଶକୁ ନେଇଯିବ ନାହିଁ। ତହିଁରେ ସେହି ଦାସ ଆପଣା ପ୍ରଭୁ ଅବ୍ରାହମଙ୍କର ଜଙ୍ଘରେ ହସ୍ତ ଦେଇ ସେହି ବିଷୟରେ ଶପଥ କଲା। ଅନନ୍ତର ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ 10ଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମ ନହରୀୟ ଦେଶର ନାହର ନଗରକୁ ଯାତ୍ରା କଲା। ଅନନ୍ତର ସନ୍ଧ୍ୟାବେଳେ ଯେଉଁ ସମୟରେ କନ୍ୟାଗଣ ଜଳ କାଢ଼ିବାକୁ ଆସନ୍ତି, ସେହି ସମୟରେ ସେ ନଗରର ବାହାରେ କୂପ ନିକଟରେ ଓଟମାନଙ୍କୁ ଆଣ୍ଠୋଇ ବସାଇଲା। ପୁଣି ଏହି ପ୍ରାର୍ଥନା କଲା, ହେ ମୋହର କର୍ତ୍ତା ଅବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର, ବିନୟ କରୁଅଛି, ଆଜି ମୋ ସମ୍ମୁଖରେ ଶୁଭ ଫଳ ଉପସ୍ଥିତ କର, ଆଉ ମୋ ପ୍ରଭୁ ଅବ୍ରାହମଙ୍କ ପ୍ରତି ଦୟା କର। ଦେଖ, ମୁଁ ଏହି କୂପ ନିକଟରେ ଛିଡ଼ା ହୋଇଅଛି, ଆଉ ଏ ନଗରବାସୀମାନଙ୍କ କନ୍ୟାଗଣ ଜଳ ନେବା ପାଇଁ ଆସୁଅଛନ୍ତି। ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ତୁମେ ଆପଣା କଳସ ନୁଆଇ ମୋତେ ଜଳପାନ କରାଅ। ଏହି କଥା କହିଲେ ଯେ ସେ ଯେବେ କହିବ, ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି, ତେବେ ସେ ତୁମ୍ଭ ଦାସ ଇସହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ। ତହିଁରେ ତୁମେ ମୋ ପ୍ରଭୁଙ୍କର ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି। ଏହି କଥା କହୁ କହୁ ଅବ୍ରାହମଙ୍କର ନାହର ନାମକ ଭ୍ରାତାର ଭାର୍ଯ୍ୟା ମିଲ୍କାର ପୁତ୍ର ଯେ ବଥୁଏଲ, ତାହାର କନ୍ୟା ରିବିକା ସ୍ପଥରେ କଳସ ଘେନି ବାହାରି ଆସିଲା। ସେହି କନ୍ୟା ପରମ ସୁନ୍ଦରୀ ଓ ଅବିବାହିତା, ଆଉ କୌଣସି ପୁରୁଷର ଉପଭୋକ୍ତା ନଥିଲା। ସେ କୂପ ଭିତରକୁ ଯାଇ କଳସ ପୂର୍ଣ୍ଣ କରି ଉଠି ଆସୁଅଛି। ଏପରି ସମୟରେ ସେହି ଦାସ ଦୌଡ଼ି ଯାଇ ତାହା ସଙ୍ଗେ ଦେଖା କରି କହିଲା, ମୁଁ ବିନୟ କରୁଅଛି, ତୁମ୍ଭ କଳସରୁ ମୋତେ କିଛି ଜଳପାନ କରିବାକୁ ଦିଅ। ତହିଁରେ ସେ କହିଲା, ମହାଶୟ, ପାନ କରନ୍ତୁ। ଏହା କହି ସେ ଶୀଘ୍ର କଳସ ହାତରୁ ଓହ୍ଲାଇ ତାହାକୁ ପାନ କରିବାକୁ ଦେଲା। ପୁଣି ତାହାକୁ ପାନ କରାଇଲା ଉତ୍ତାରେ କହିଲା, ମଧ୍ୟ ତୁମ୍ଭର ଓଟ ସବୁ ଜଳ ପିଇ ସାରିବା ଯାଏଁ ମୁଁ ଜଳ କାଢ଼ିବି। ତହିଁରେ ସେ ଶୀଘ୍ର କୁଣ୍ଡରେ କଳସରୁ ଜଳ ଟାଣି ଢାଳି ପୁନଶ୍ଚ ଜଳ କାଢ଼ିବା ପାଇଁ କୂପ ନିକଟକୁ ଧାଇଁ ଯାଇ ସମସ୍ତ ଓଟ ନିମନ୍ତେ ଜଳ କାଢ଼ିଲା। ତହିଁରେ ସେହି ପୁରୁଷ ତାହା ପ୍ରତି ସ୍ଥିର ଦୃଷ୍ଟି କରି ଅନାଇ ରହିଲା। ପୁଣି ସଦାପ୍ରଭୁ ତାହାର ଯାତ୍ରା ସଫଳ କରିବେ କି ନାହିଁ ତାହା ଜାଣିବା ନିମନ୍ତେ ନୀରବ ରହିଲା। ପୁଣି ଓଟମାନେ ଜଳପାନ କଲା ଉତ୍ତାରେ ସେହି ପୁରୁଷ ତାହା ନିମନ୍ତେ
ଅଧଭରି ପରିମିତ ସୁବର୍ଣ୍ଣ ନଥ ଓ ତାହାର ହସ୍ତ ନିମନ୍ତେ 10 ଭରି ପରିମିତ 2 ସୁବର୍ଣ୍ଣ ବଳା ନେଇ କହିଲା, ନିବେଦନ କରୁଅଛି, ତୁମ୍ଭେ କାହାର କନ୍ୟା ମୋତେ କୁହ। ତୁମ ପିତାଙ୍କ ଗୃହରେ ଆମମାନଙ୍କର ରାତ୍ରି କ୍ଷେପଣ କରିବାକୁ କି ସ୍ଥାନ ଅଛି? ତହିଁରେ ସେ ଉତ୍ତର କଲା, ନାହରର ଔରସରେ ମିଲ୍କାଠାରୁ ଜାତ ପୁତ୍ର ଯେ ବଥୁଏଲ, ମୁଁ ତାହାଙ୍କର କନ୍ୟା। ସେ ଆହୁରି କହିଲା, ଆମମାନଙ୍କ ପାଳକୁଟା ଓ ଦାନା ଯଥେଷ୍ଟ ଅଛି, ମଧ୍ୟ ରାତ୍ର କ୍ଷେପଣ କରିବାକୁ ସ୍ଥାନ ଅଛି। ସେତେବେଳେ ସେହି ମନୁଷ୍ୟ ମସ୍ତକ ନୁଆଁଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, ମୋହର କର୍ତ୍ତା ଅବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର ଧନ୍ୟ ହୁଅନ୍ତୁ, ଯେହେତୁ ସେ ମୋ କର୍ତ୍ତା ପ୍ରତି ଅନୁଗ୍ରହ ଓ ସତ୍ୟାଚରଣ କରିବାରୁ ନିବୃତ୍ତ ହୋଇନାହାନ୍ତି। ପୁଣି ସଦାପ୍ରଭୁ ମୋତେ ମୋ କର୍ତ୍ତାର ଜ୍ଞାତିମାନଙ୍କ ଗୃହ ପଥରେ କଢ଼ାଇ ଆଣିଅଛନ୍ତି। ଆଉ ସେହି କନ୍ୟା ଦୌଡ଼ି ଯାଇ ଆପଣା ମାତାର ଗୃହସ୍ଥିତ ଲୋକମାନଙ୍କୁ ଏହି କଥା ଜଣାଇଲା। ଆଉ ରିବିକାର ଏକ ଭ୍ରାତା ଥିଲା, ତାହାର ନାମ ଲାବନ। ସେହି ଲାବନ ସେହି ମନୁଷ୍ୟ ଉଦ୍ଦେଶ୍ୟରେ କୂପ ନିକଟକୁ ଦୌଡ଼ିଗଲା। ପୁଣି ସେହି ମନୁଷ୍ୟ ମୋତେ ଏହି କଥା କହିଲା। ଆପଣା ଭଗିନୀ ରିବିକା ମୁଖରୁ ଏହା ଶୁଣି ଆଉ ଭଗିନୀର ନଥ ଓ ହସ୍ତରେ ବଳା ଦେଖି ସେହି ପୁରୁଷ ନିକଟକୁ ଗଲା। ପୁଣି ତାହାକୁ କୂପ ପାଖରେ ଓଟମାନଙ୍କ ସହିତ ଛିଡ଼ା ହୋଇଥିବାର ଦେଖି କହିଲା, ହେ ସଦାପ୍ରଭୁଙ୍କ ଆଶୀର୍ବାଦ ପାତ୍ର, ଭିତରକୁ ଆସ, ତୁମେ କାହିଁକି ବାହାରେ ଛିଡ଼ା ହେଇଅଛ? ମୁଁ ତ ଘର ଓ ଓଟମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିଅଛି। ତହିଁରେ ସେହି ମନୁଷ୍ୟ ଗୃହରେ ପ୍ରବେଶ କରି ଓଟମାନଙ୍କର ସାଜ ଫିଟାନ୍ତେ ସେ ସେମାନଙ୍କୁ ପାଳକୁଟା ଓ ଦାନା ଦେଲେ। ପୁଣି ତାହାର ଓ ତାହାର ସଙ୍ଗୀମାନଙ୍କର ପାଦ ପ୍ରକ୍ଷାଳନ ନିମନ୍ତେ ଜଳ ଦେଲା। ଅନନ୍ତର ତାହା ସମ୍ମୁଖରେ ଭୋଜନ ସାମଗ୍ରୀ ରଖାଗଲା। ମାତ୍ର ସେ କହିଲା, ବକ୍ତବ୍ୟ କଥା ନ କହି ମୁଁ ଭୋଜନ କରିବି ନାହିଁ। ତହିଁରେ ଲାବନ କହିଲା, କୁହ। ତେବେ ସେ କହିଲା, ମୁଁ ଅବ୍ରାହମଙ୍କର ଦାସ। ସଦାପ୍ରଭୁ ମୋ କର୍ତ୍ତାଙ୍କୁ ଅତିଶୟ ଆଶୀର୍ବାଦ କରିଅଛନ୍ତି, ତେଣୁ ସେ ବଡ଼ ଲୋକ ହୋଇଅଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋମେସାଦି ଓ ରୂପା ସୁନା ଓ ଦାସ ଦାସୀ ପୁଣି ଓଟ ଗଧ ଦେଇଅଛନ୍ତି। ପୁଣି ମୋ ପ୍ରଭୁଙ୍କର ଭାର୍ଯ୍ୟା ସାରା ବୃଦ୍ଧାବସ୍ଥାରେ ତାହାଙ୍କ ପାଇଁ ଏକ ପୁତ୍ର ପ୍ରସବ କରିଅଛନ୍ତି ଓ ସେ ତାହାଙ୍କୁ ଆପଣା ସର୍ବସ୍ୱ ଦେଇଅଛନ୍ତି। ପୁଣି ମୋହର ପ୍ରଭୁ ମୋତେ ଶପଥ କରାଇ କହିଲେ, ଆମ୍ଭେ ଯେଉଁମାନଙ୍କ ମଧ୍ୟରେ ବାସ କରୁଅଛୁ, ତୁମେ ଆମ ପୁତ୍ରର ବିବାହ ନିମନ୍ତେ ସେହି କିଣାନ ଦେଶୀୟ ଲୋକମାନଙ୍କ ମଧ୍ୟରୁ କୌଣସି କନ୍ୟା ଗ୍ରହଣ କରିବ ନାହିଁ। ମାତ୍ର ଆମ ପ୍ରତ୍ୟେକ ବଂଶୀୟ ଲୋକମାନଙ୍କ ନିକଟକୁ ଯାଇ ଆମ ପୁତ୍ର ନିମନ୍ତେ କନ୍ୟା ଆଣିବ। ସେତେବେଳେ ମୁଁ ପ୍ରଭୁଙ୍କୁ କହିଲି, କେଜାଣି କୌଣସି କନ୍ୟା ମୋ ସଙ୍ଗେ ନ ଆସିବ? ତହିଁରେ ସେ କହିଲେ, ଆମ୍ଭେ ଯେଉଁ ସଦାପ୍ରଭୁଙ୍କ ଛାମୁରେ ଗମନାଗମନ କରୁ, ସେ ତୁମ ସଙ୍ଗରେ ଆପଣା ଦୂତ ପଠାଇ ତୁମ ଯାତ୍ରା ସଫଳ କରିବେ। ତହିଁରେ ତୁମ୍ଭେ ଆମ ପ୍ରତ୍ୟେକ ବଂଶରୁ ଆମ ପୁତ୍ର ନିମନ୍ତେ କନ୍ୟା ଆଣିବ। ଆଉ ତୁମେ ଆମ ବଂଶୀୟ ଲୋକମାନଙ୍କ ନିକଟକୁ ଗଲେ ଏହି ଶପଥରୁ ମୁକ୍ତ ହେବ। ଯଦ୍ୟପି ସେମାନେ କନ୍ୟା ନ ଦେବେ, ତଥାପି ଶପଥରୁ ମୁକ୍ତ ହେବ। ଏହେତୁ ଆଜି ମୁଁ ଏହି କୂପ ନିକଟରେ ଉପସ୍ଥିତ ହୋଇ ଏହି ପ୍ରାର୍ଥନା କଲି, ହେ ମୋହର କର୍ତ୍ତା ଅବ୍ରାହମଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ଯେବେ ମୋହର କୃତକ ଯାତ୍ରା ସଫଳ କର, ତେବେ ଦେଖ ମୁଁ ଏବେ ଏହି ସଜଳ କୂପ ନିକଟରେ ଛିଡ଼ା ହୋଇଅଛି। ତହିଁରେ ଜଳ କାଢ଼ିବାକୁ ଆଗତା କୌଣସି କନ୍ୟାକୁ ଯେବେ ମୁଁ କହେ, ତୁମ୍ଭର କଳସରୁ ମୋତେ କିଛି ଜଳପାନ କରିବାକୁ ଦିଅ, ପୁଣି ସେ କନ୍ୟା ଯେବେ କହେ, ତୁମେ ପାନ କର ଓ ତୁମ ଓଟମାନଙ୍କ ନିମନ୍ତେ ହିଁ ଜଳ କାଢ଼ିଦେବି, ତେବେ ସେ ମୋ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତ କନ୍ୟା ହେବ। ଏହି କଥା ମୁଁ ମନେ ମନେ କହୁଥିଲି। ଏହି ମଧ୍ୟରେ ରିବିକା ସ୍କନ୍ଧରେ କଳସ ଘେନି ବାହାରକୁ ଆସିଲା। ପୁଣି ସେ କୂପ ଭିତରକୁ
ଯାଇ ଜଳ କାଢ଼ନ୍ତେ ମୁଁ କହିଲି ବିନୟ କରୁଅଛି ମୋତେ ଜଳପାନ କରାଅ। ତହିଁରେ ସେ ଶୀଘ୍ର ସ୍କନ୍ଧରୁ କଳସ ନୁଆଇ କହିଲା ପାନ କର, ପୁଣି ମୁଁ ତୁମ ଓଟମାନଙ୍କୁ ହିଁ ପାନ କରାଇବି। ତ ମୁଁ ପାନ କଲି, ପୁଣି ସେ ଓଟମାନଙ୍କୁ ପାନ କରାଇଲା। ଅନନ୍ତର ମୁଁ ତାହାଙ୍କୁ ପଚାରିଲି ତୁମେ କାହାର କନ୍ୟା? ତହିଁରେ ସେ କହିଲା ନାହରର ଔରସରେ ମିଲ୍କାର ପୁତ୍ର ଯେ ବଥୁଏଲ, ମୁଁ ତାହାଙ୍କର କନ୍ୟା। ତ ମୁଁ ତାହାଙ୍କର ନାସିକାରେ ନଥ ଓ ହସ୍ତରେ ବଳା ପିନ୍ଧାଇଲି। ଆଉ ମୁଁ ମସ୍ତକ ନୁଆଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲି। ପୁଣି ଯେ ମୋ କର୍ତ୍ତାଙ୍କ ପୁତ୍ର ନିମନ୍ତେ ତାଙ୍କ ଭାତୃକନ୍ୟା ଗ୍ରହଣ କରିବାକୁ ମୋତେ ପ୍ରକୃତ ପଥରେ କଢ଼ାଇ ଆଣିଲେ, ମୋ କର୍ତ୍ତା ଅବ୍ରାହମଙ୍କର ସେହି ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କଲି। ଏ ହେତୁ ତୁମ୍ଭେମାନେ ଯେବେ ମୋ ପ୍ରଭୁଙ୍କ ସହିତ ଦୟା ଓ ସତ୍ୟ ବ୍ୟବହାର କରିବାକୁ ସମର୍ଥ ହୁଅ, ତେବେ ତାହା କୁହ, ଆଉ ଯେବେ ନ ହୁଅ ତାହା ହିଁ କୁହ। ତହିଁରେ ମୁଁ ଦକ୍ଷିଣରେ ଅଥବା ବାମରେ ଫେରିଯିବି। ସେତେବେଳେ ଲାବନ ଓ ବଥୁଏଲ ଉତ୍ତର କଲେ, ସଦାପ୍ରଭୁଙ୍କ ଠାରୁ ଏହି ଘଟଣା ହୋଇଅଛି, ଏଥିରେ ଆମ୍ଭେମାନେ ଭଲ ମନ୍ଦ କିଛି କହି ନପାରୁ। ଦେଖ, ରିବିକା ତୁମ ସମ୍ମୁଖରେ ଅଛି, ତାହାକୁ ଘେନି ପ୍ରସ୍ଥାନ କର। ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ତୁମ କର୍ତ୍ତାଙ୍କ ପୁତ୍ରର ଭାର୍ଯ୍ୟା ହେଉ। ସେତେବେଳେ ଅବ୍ରାହମଙ୍କର ଦାସ ସେମାନଙ୍କ ଠାରୁ ଏହି କଥା ଶୁଣିବା ମାତ୍ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିଷ୍ଠ ପ୍ରଣାମ କଲା। ଅନନ୍ତର ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା। ପୁଣି ତାହାର ଭ୍ରାତା ଓ ମାତାଙ୍କୁ ହିଁ ବହୁମୂଲ୍ୟ ଦ୍ରବ୍ୟ ଦେଲା। ତହିଁରେ ସେ ଓ ତାହାର ସଙ୍ଗୀଗଣ ଭୋଜନ ପାନ କରି ସେହିଠାରେ ରାତ୍ରି କ୍ଷେପଣ କଲେ। ଏ ଉତ୍ତାରୁ ସେମାନେ ପ୍ରଭାତରେ ଉଠନ୍ତେ ସେହି ଦାସ କହିଲା, ମୋ ପ୍ରଭୁଙ୍କ ନିକଟକୁ ଯିବାକୁ ମୋତେ ବିଦାୟ କର। ତହିଁରେ ରିବିକାର ଭ୍ରାତା ଓ ମାତା କହିଲେ, ଏହି କନ୍ୟା ଆମ୍ଭମାନଙ୍କ ନିକଟରେ କିଛି ଦିନ ହୋଇପାରିଲେ 10 ଦିନ ଥାଉ, ତହିଁ ଉତ୍ତାରୁ ସେ ଯିବ। ମାତ୍ର ସେ ସେମାନଙ୍କୁ କହିଲା, ମୋତେ ବିଳମ୍ବ କରାଅ ନାହିଁ। ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ, ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର। ତହିଁରେ ସେମାନେ କହିଲେ, ଆମ୍ଭେମାନେ କନ୍ୟାକୁ ଡାକି ତାହାକୁ ସାକ୍ଷାତରେ ପଚାରିବୁ। ଅନନ୍ତର ସେମାନେ ରିବିକାକୁ ଡାକି କହିଲେ, ତୁମେ କି ଏହି ମନୁଷ୍ୟ ସଙ୍ଗରେ ଯିବ? ତହୁଁ ସେ କହିଲା, ଯିବି। ସେତେବେଳେ ସେମାନେ ଆପଣା ଭଗିନୀ ରିବିକାକୁ ଓ ତାହାର ଧାତୀକୁ, ପୁଣି ଅବ୍ରାହମଙ୍କର ଦାସ ଓ ତାହାର ଲୋକମାନଙ୍କୁ ବିଦାୟ କଲେ। ପୁଣି ରିବିକାକୁ ଆଶୀର୍ବାଦ କରି କହିଲେ, ତୁମେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ, ତୁମର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ। ଅନନ୍ତର ରିବିକା ଓ ତାହାର ଦାସୀମାନେ ଉଠି ଓଟ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ପଛେ ଯାତ୍ରା କଲେ। ଏହି ରୂପେ ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲା। ସେହି ସମୟରେ ଇସାହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର୍ଲହର ଲୋଇ ନାମକ ସ୍ଥାନକୁ ଯାଇ ଫେରି ଆସିଥିଲା। ପୁଣି ସନ୍ଧ୍ୟାବେଳେ ଧ୍ୟାନ କରିବା ପାଇଁ କ୍ଷେତ୍ରକୁ ଯାଇଥିଲା। ଏଥିମଧ୍ୟରେ ଅନାଇ ଓଟଗଣକୁ ଆସିବାର ଦେଖିଲା। ସେତେବେଳେ ରିବିକା ଅନାଇ ଇସାହାକକୁ ଦେଖି ଓଟ ଉପରୁ ଓହ୍ଲାଇଲା। ପୁଣି ସେ ସେହି ଦାସକୁ ପଚାରିଲା, ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛି, ସେହି ପୁରୁଷ କିଏ? ତହିଁରେ ଦାସ ଉତ୍ତର କଲା, ସେ ମୋହର ପ୍ରଭୁ। ଏଣୁ ରିବିକା ଘୋଡ଼ଣୀ ନେଇ ଆପଣାକୁ ଆଚ୍ଛାଦନ କଲା। ଅନନ୍ତର ସେହି ଦାସ ଇସାହାକକୁ ଆପଣା କୃତ କର୍ମର ସମସ୍ତ ବିବରଣ କହିଲା। ସେତେବେଳେ ଇସାହାକ ରିବିକାଙ୍କୁ ଗ୍ରହଣ କରି ଆପଣା ମାତା ସାରାଙ୍କ ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା। ପୁଣି ସେ ତାହାକୁ ପ୍ରେମ କଲା। ତହିଁରେ ଇସାହାକ ମାତୃମରଣ ଶୋକରୁ ସାନ୍ତ୍ୱନା ପାଇଲା। ପ୍ରଭୁ ଏ ବାକ୍ୟରେ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।